समस्त गणमाध्यम बंधुମାନଙ୍କୁ ଧନ୍ୟବାଦ ଓ ଦୈବ ସୌଭାଗ୍ୟରେ ଆପଣମାନଙ୍କୁ ବାର୍ତ୍ତା ପହଞ୍ଚି ଆସିଥିବାରୁ ଆଜିର ମୁଖ୍ୟ ପ୍ରେସ୍ ବାର୍ତ୍ତା ହେଉଛି ଏ ରାଜ୍ୟରେ ସରକାର ପରିବର୍ତ୍ତନ ହେଇଛି। ନୂତନ ସରକାର ଆସି କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ସେ ଗୃହର ମୁଖ୍ୟ ଯାହାଙ୍କର ଦାୟିତ୍ୱ ହେଉଛି ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟର ସୁରକ୍ଷା। କିନ୍ତୁ ନୂତନ ସରକାର ଆସିଲା ପରେ ରାଜ୍ୟବାସୀଙ୍କୁ ଅନୁଭବ କରିନାହାନ୍ତି କି ଯେଉଁ ସୁରକ୍ଷା ତାକୁ ମଧ୍ୟ ସୁରକ୍ଷା ଦେଉଛୁ। ଏ ରାଜ୍ୟର ପୁଲିସ ଯେଉଁ ଦାୟିତ୍ୱ ତୁଲେଇବା କଥା ସେ ଦାୟିତ୍ୱ ଠିକ ଭାବେ ତୁଲେଇ ପାରୁନାହାନ୍ତି ବୋଲି ସମସ୍ତଙ୍କୁ ଅନୁଭବ କରେ। ଆପଣ ଦେଖୁଥିବେ ପ୍ରଥମେ ବାଲେଶ୍ୱରରେ ଯେଉଁଭଳି ଭାବେ ଅଶାନ୍ତି ସୃଷ୍ଟି କରାଗଲା, ହିଂସା କରି ଦଙ୍ଗା ଆରମ୍ଭ ହେଲା ବାଲେଶ୍ୱର। ରାଜଧାନୀ ଭୁବନେଶ୍ୱର ଉପରେ ଗୋଟେ ଜାତୀୟ ଦଳ କାର୍ଯ୍ୟାଳୟ ବାହାରେ ଭିତରେ ପ୍ରବେଶ କରିକି ବେଳେ ଆକ୍ରମଣ କରିବାକୁ ଚେଷ୍ଟା କଲେ। ସାଧାରଣ ଲୋକ ଗଣମାଧ୍ୟମ ଭାଇମାନେ ଆହତ ହେଲେ। ରାଜଧାନୀ ଅଶାନ୍ତି କରିବାକୁ ଚେଷ୍ଟା କରାଗଲା। ସୁନ୍ଦରଗଡ଼ରେ ବ୍ୟବସାୟୀକୁ ନେଇ ଚାନ୍ଦା ଆଦାୟକୁ ନେଇ 200 ରାଉଣ୍ଡ ଗୁଳି ଫୁଟା ହେଲା ସୁନ୍ଦରଗଡ଼ ଜିଲ୍ଲା। ଆପଣ ଜାଣିଥିବେ ଜାଣିବା ଦରକାର, ପହର ଦିନ ଯେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁଙ୍କର ଦୁର୍ନୀତି ବିରୋଧରେ, କୁଶାସନ ବିରୋଧରେ ଛାତ୍ର କଂଗ୍ରେସ ତରଫରୁ ପଟାମୁଣ୍ଡାଇ ଛକରେ ବିକ୍ଷୋଭ କାର୍ଯ୍ୟକ୍ରମ ହୋଇଥିଲା। ପୋଲିସ ସହିତ ଆଲୋଚନା କରି ସେ କାର୍ଯ୍ୟକ୍ରମ ତଥା ରାଜନଗର ବିଧାୟକ ଧ୍ରୁବ ସାହୁ ବିରୋଧୀ ଦଳକୁ ଯେଉଁଭଳି ଭାବରେ ଦମନ କରିବା ପାଇଁ ଚେଷ୍ଟା କରୁଛନ୍ତି, ଯେଉଁଭଳି ଭାବରେ ନିଜର କିଛି ଗୁଣ୍ଡା କର୍ମୀକୁ ନେଇ ବିରୋଧୀମାନଙ୍କ କଣ୍ଠରୁ